ଆସ ସୁଧା ଚାଲ ଆସ এই ଶ୍ରୀଚରଣ ଶ୍ରୀଚରଣ ତମେ କଣ ଉଠିଲ? ଏ ସୁଧାକର ଗାଇଲା ସୁଧାକର ଆସିବ ନା। ମୁଁ ବି ଗାଇଛି ଟିକେ 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 ଗାଇଛ ସେଟା କିନ୍ତୁ ସୁଧାକର ଉମାପତି ଶବ୍ଦ ନେଇକିରି ଗାଇଲା ସିଏ। ଆଉ ତମେ ଜଏନ୍ କଲ ବୋଲି କଣ ତମେ ଆସିବ? ତମେ ଆସିପାରିବନି। ଭାଇନା ମୁଁ ଟିକେ ଅଧା ବାଟ ଯାକେ ଯାଇଥାନ୍ତି ବାଟେଇବାକୁ ଆସିବ। ହଉ ଆସ ବାଟେଇବାକୁ ଆସ। ଯାଉଛି ଶ୍ରୀଚରଣ ତମକୁ ମାନିବାକୁ ପଡିବ। ମୁଁ ଅଧା ଗାଇଥିଲି ଅଧା ବାଟ ଯାଏ ଗଲି। ଏଇ ଯୋଉ ଦୃଶ୍ୟଟି ବର୍ତ୍ତମାନ ହେଲା ଆମର ସଂସ୍କାର ସଂସ୍କୃତି ପରମ୍ପରାରେ ମା ବିରଜା ଆଉ ଜଗନ୍ନାଥଙ୍କର ଗୋଟିଏ କିମ୍ବଦନ୍ତୀ ଅଛି। କଣ? ଯେ ବିରଜା ମନ୍ଦିର ଯାଜପୁର ଅଞ୍ଚଳରେ ମା ବିରଜାଙ୍କ କ୍ଷେତ୍ରରେ କିଛି ଦୂରରେ ଗୋଟେ ଗାଁ ଅଛି। ସେ ଗାଁର ନାଁ ହେଉଛି ଗଲଗଲି। ଯେତେବେଳେ ଜଗନ୍ନାଥ ମହାପ୍ରଭୁ ବିରଜା କ୍ଷେତ୍ରକୁ ମାଙ୍କୁ ଭେଟିବାକୁ ଯାଆନ୍ତି, ଯେତେବେଳେ ଫେରନ୍ତି ମା ବିରଜା ତାଙ୍କୁ ଅଧା ବାଟ ଯାଇ ବାଟେଇବାକୁ ଆସନ୍ତି। ସେଠି ବିରଜା କହନ୍ତି ଗଲ, ଜଗନ୍ନାଥ କହନ୍ତି ଗଲି। ଗଲ ଗଲି ବଢିଆ ବଢିଆ ଗଲ ଗଲି। ତ ତା ନାଁ ଆଜି ପର୍ଯ୍ୟନ୍ତ ଗଲଗଲି ହେଇ ସେ ଗାଁ ମଧ୍ୟ ଆଜି ଯାଜପୁରରେ ବିରାଜିତ। କି ସୁନ୍ଦର କଥା ମତେ ଲାଗିଲା। ସୁଧାକରକୁ ଯୋଉ ଅଧା ବାଟେଇକି ଆସିଲ ତମେ, ସୁଧା ଭାଇ ଗଲ? ଗଲି।